ମୋତେ ଯେତେବେଳେ ଖାଇବାକୁ ଦିଆଗଲାନି ମୋର ମାନେ ଯେଉଁଦିନ ମୋର ହେଉଛି ଯାତ୍ରା, ମୁଁ ଯାତ୍ରାକୁ ଯିବି ସେଦିନ ମୁଁ ଖାଇବାକୁ ପାଇଲିନି। ମୋତେ ଗୋଟେ ସେମିତି ବିଦା କରିଦିଆଗଲା। ନବଯୌବନ ଯାହାକୁ ମୋର କୁହାଗଲା ସେଦିନ ଘଣ୍ଟ ଛତି କାହାଳି ବାଜିକିରି ଭୋଗଟା ଦେଲେ। ସେଇ ଭୋଗଟାରେ ତୁ ରଥକୁ ପଳା, ରଥକୁ ମୋତେ ବିଦା କରିଦେଲେ, ମୋର ପଳେଇଆଇଲି। ଆଉ କ'ଣ ଏଭଳି ଆଦୌ ହେବା ଅନୁଚିତ? ଏଇଟା ନୀତିହୀନ। ଆରେ ଏଠି କ'ଣ କରାଯାଉଛି? ଜଗନ୍ନାଥଙ୍କ ମନ୍ଦିରର ନୀତିକାନ୍ତିକି ଆଗ ଦେଖାଯାଉଛି। ଯଦି କିଛି ନ କରିବା ସେମିତି ରଥକୁ ନେଇ ପଳିବା ଚଳିବ? ସେମିତି ରଥ ନଗେଇଦେବା ଆଉ କାହିଁକି ତମେ ନୀତି କରିବା? କାହିଁ ସକାଳୁ ଧୂପ କରିବା? କାହିଁକି? ତା ବାଦେ ଯଦି ଗୋଟେ ଦିନରେ ତମର ନବଯୌବନ ହେଲା, ଗୋଟେ ଦିନରେ ଶ୍ରୀଗୁଣ୍ଡିଚା ହେଲା, ଯଦି ଏହି ନୀତି 10 ମିନିଟ୍ 5 ମିନିଟ୍ ଛୁଆଁଛୁଇଁ କରିକିରି ଦଇତାପତି ସରଭାଙ୍ଗ, ତାପରେ ତମର ନେତ୍ର ଉତ୍ସବ ପନ୍ଦାପତି ମୃଦୁହସ୍ତ ବନ୍ଦାପନା ଆଉ ରାଜନୀତି ସବୁ 2 ମିନିଟ୍ 4 ମିନିଟ୍ରେ ଛୁଆଁଛୁଇଁ କରିକି କରିଦେଲ ଜଲ୍ଦି ପଳିବ ବୋଲି ରଥ ନେଇକିରି। ତାପରେ ତ ପୁଣି ସକାଳ ଧୂପ ଖେଚେଡ଼ି ଭୋଗଟା କଲ। ଖେଚେଡ଼ି ଭୋଗଟା ଘଣ୍ଟ ଛତି କାଳି ଦେଇକିରି ଆସିକିରି କରିଦେଲ। ସେଇଟା ଶ୍ରୀଗୁଣ୍ଡିଚା ପିଙ୍କା ତମେ ଖାଇବାକୁ ଦେଇଦେଲ, ତାପରେ ନବଯୌବନ ପିଙ୍କା ଖାଇବାକୁ ଦେଇଦେଲ, ତମ ସୁବିଧା ହେଇଗଲା। ଗୋଟେ ନିଶ୍ଚିତ ଭାବରେ ଆମେ କହିପାରିବା, ଆପଣ ଯୋଉଟା ବି କହିଲେ ଗୋଟେ ଭୋଗରେ 2ଟା ଯାତ୍ରା ହେଲା। ତ ଆପଣ ଦେଖନ୍ତୁ, ଯଦି ଏଇଭଳି ଭାବରେ ଅବ୍ୟବସ୍ଥା ମୂଳରୁ ହେଲା, ଏଥିପାଇଁକା ବଡ଼ ଠାକୁରଙ୍କର ପହଣ୍ଡି ସମୟରେ ଛାଟେଣି ଖସିଲା, ୟାର ଅନ୍ୟ ଏକ କାରଣ ହେଇପାରେ କି? ନାଇଁ, ଆମେ ଜାଣୁଛୁ ବର୍ତ୍ତମାନ ଇଏ ହେଉଛନ୍ତି ଆଧ୍ୟାତ୍ମିକ ଠାକୁର। ଆମେ ଯାହା କହୁଛୁ, ମହାପ୍ରଭୁ ଆମକୁ ଟିକେ ଦୟା କର, ଆମକୁ ଖାଇବାକୁ ଦିଅ, ଆମକୁ ପିଇବାକୁ ଦିଅ, ମୋର ଝିଅ ବାହାଘର କରିଦିଅ, ମୋର ଅମୁକ କରିଦିଅ, ମୋ ଅସୁବିଧାରୁ ମୋତେ ବଞ୍ଚେଇ ଦିଅ। ଆମେ ସବୁ ପ୍ରକାର ତାଙ୍କ ପାଖରେ ନିବେଦନ କରୁଛୁ। ତାଙ୍କୁ ଐଶ୍ୱରିକ ଶକ୍ତି ସେ ଭଗବାନ ହେଉଛନ୍ତି। ବର୍ତ୍ତମାନ କାହା ପିଙ୍କା ସେଟା ଖସିଲା, ଆମେ କ'ଣ କହିପାରିବୁ? କାହା ପିଙ୍କା ଖସିଲା ଆମେ ଦେଖୁଛୁ। କ୍ଷେତ୍ରରେ ସେବାୟତ ରହିଲେ ପଛପଟେ, ଯାହା ଫଳରେ କି ସେ ତାକୁ ହଲି ତାଙ୍କୁ ସୁବିଧା ମିଳିଲା ଛିଡ଼ା ହେବାକୁ 45 ମିନିଟ୍, ତା ଦେହରେ ଲାଗୁ ତା ଚାହିଆକୁ ହଲୁ ସେ ଖସିଗଲା। ଆପଣ ଭାବୁଛନ୍ତି ଯେ ବହୁତ ସେବାୟତ ରହିଲେ, ଯୋଉ ଚର୍ଚ୍ଚା ହଉଛି ମୋବାଇଲ ଗୁଡେ ରହୁଛି, ଆମେ କାହାକୁ କିଛି କହିପାରୁନୁ ନା। ଆମକୁ ଗୋଟେ ସୁବିଧା ପାଇଲେ ସିନା, ରାମ ସେଇଟାକୁ ନେଇକି ଟିକେ ବେଠିଦେଲୁ, ସେ ଗୋପାଳ ଟିକେ ତାକୁ ନେଇକି ଦାୟିତ୍ୱ ଆମର, ପହଣ୍ଡି ଦାୟିତ୍ୱ ଦଇତାଙ୍କର। ସୁବିଧା ତ ପାଇଲେ ସେ ତ ସିଆଡ଼ୁ ମାଡ଼ି ବୁଝୁଛି, ତ ଇଆଡ଼ୁ ମାଡ଼ି ବୁଝୁଛି, ସିଆଡ଼ୁ ଘୋ ହେଇକି ମାଡ଼ି ଆସୁଛନ୍ତି। ତେମେ ତ ବର୍ତ୍ତମାନ ଟିଭିରେ ତ ଦେଖିଥବ ଯେ ବଳଭଦ୍ର ଯେତେବେଳେ ପଡ଼ିଗଲେ ପଛପଟୁ କେମିତି ରାକ୍ଷସ ଭଳିଆ ମାଡ଼ି ଆସୁଛନ୍ତି। କୋଉଠି ଥିଲେ ସେମାନେ? ଆମକୁ ତ 20ଟା 40ଟା ଲୋକ ଦରକାର। ଯଦି ଆମକୁ ସାହାଯ୍ୟ ସେ କରିବେ 10-40ଟା ଲୋକ, ଆମକୁ ବଳଭଦ୍ରଙ୍କ ପହଣ୍ଡିରେ 40 ଜଣ ଲୋକ ଆମକୁ ଯଦି ସାହାଯ୍ୟ କଲେ ବଡ଼ କଥା। ଜଗନ୍ନାଥଙ୍କ ପହଣ୍ଡିରେ 50 ଜଣ ଆସି ସାହାଯ୍ୟ କଲେ ସେ ବହୁତ। ସୁଭଦ୍ରାଙ୍କ ପହଣ୍ଡିରେ ଆମକୁ ଯଦି 10 ଜଣ ଆସି ସାହାଯ୍ୟ କରିବେ ବହୁତ। ଆମକୁ ଏତିକି ଲୋକ ଯଦି ସାହାଯ୍ୟ କରିବେ ଏବଂ ତାଙ୍କର ମାନେ ଯୋଉମାନଙ୍କର ଏଥିରେ ରହିବାର ଅଧିକାର ଥିବ। କୋଉମାନେ ଅଧିକାର? ଆଉ ତା ସହିତ ମୋବାଇଲ ଯାଉଛି ରଥ ଉପରକୁ, ମୋବାଇଲ ରଥକୁ ତ ମନା କଲେ। ବର୍ତ୍ତମାନ ପ୍ରଶାସନକୁ ତ ବାରମ୍ବାର କହିଲେ, ଆଜ୍ଞା ସେ ମୋବାଇଲ ନେଇକି ଆସୁଛନ୍ତି, ଖାଲି ସିଏ ତାକୁ ଛିଡ଼ା କରିଦେଉଛି, ସିଏ ତାକୁ ଛିଡ଼ା କରିଦେଇ ଫଟୋ ଉଠିବା। ତାଙ୍କୁ କହିଲେ ସିଏ ପେଲି ହେଇକି ପଳାଉଛନ୍ତି, ସିଏ ଆମକୁ ଖାତିର କରୁନାହାନ୍ତି। କାହିଁକି ନା ଇଏ କ'ଣ କହିବେ ଗୋଟେ? ଆମେ ତ ପ୍ରଶାସନ ଆମକୁ କିଛି କହୁନି, ଆମେ ଏକ କଥା କାହିଁ ଶୁଣୁନାହାନ୍ତି। କିନ୍ତୁ ପ୍ରଶାସନ ତାପରେ ବର୍ତ୍ତମାନ ଯଦି ସେଠି ପୋଲିସ ଜଗିବ, ପ୍ରଶାସନ ଯେତେବେଳେ ଗୋଟେ ଅଫିସର ତା ଉପରେ ଦେବ, ବର୍ତ୍ତମାନ କିଛି ନହେଲେ କନଷ୍ଟେବଳ ଏଇ ସାଧାରଣ ଏଇମାନେ କଥା ସେ ମାନୁଛନ୍ତି।